ମାଆ ଆଜି ଜଙ୍ଗଲକୁ ଆସିକି ଆମକୁ ବହୁତ ଖୁସି ଲାଗିଲା। ପିଲାମାନେ, ତୁମେମାନେ ଜାଣିଛ ମୁଁ ଜଙ୍ଗଲକୁ କେଉଁ କାରଣରୁ ନେଇକି ଆସିଥିଲି? ମାଆ, ଆମେ ତ ଜାଣିନୁ। ଠିକ୍ ଅଛି, ତୁମେମାନେ ଘରକୁ ଗଲେ ତୁମକୁ ମୁଁ ସବୁ କଥା କହିବି। ମାଆ, ଜଙ୍ଗଲରେ ଚାଲି ଚାଲି ଆମର ଗୋଡ଼ ଥକିଗଲାଣି। ଠିକ୍ ଅଛି, ତୁମେମାନେ ଏଇଠାରେ ବସ, ତାପରେ ଆମେ ଧୀରେ ଧୀରେ କରି ଘରକୁ ଯିବା। ମାଆ, ଜଙ୍ଗଲରେ ବସିବା ବୁଲିବା ବହୁତ ଭଲ ଲାଗୁଛି। ମାଆ, ଆମେ କେଉଁଥିପାଇଁ ଜଙ୍ଗଲକୁ ଯାଇଥିଲେ ସେଇଟା ତ ଆମକୁ କହିଲନି। ଠିକ୍ ଅଛି, ତୁମେମାନେ ମୋ ପାଖରେ ବସ। କେଉଁଥିପାଇଁ ଯାଇଥିଲି ସେଥିପାଇଁ ତୁମମାନଙ୍କୁ କହିବି। ଠିକ୍ ଅଛି, ତୁମର ବାପା ତୁମମାନଙ୍କୁ ଛାଡ଼ିକି ଚାଲିଗଲେ, କିନ୍ତୁ ମୁଁ ତୁମକୁ ଛାଡ଼ିକି ଯିବି ନାହିଁ। ଯଦି ମୁଁ ତୁମକୁ ଛାଡ଼ିକି ଯିବି ତାହେଲେ ତୁମେମାନେ ଅନାଥ ହୋଇଯିବ। ସେଥିପାଇଁ ମୁଁ ମୋର କର୍ମ କରିବି। ସେ ହେଉଛି ତୁମମାନଙ୍କୁ ଛୋଟରୁ ବଡ଼ କରିବି, ବଡ଼ ମଣିଷ କରିବି। ସେଥିପାଇଁ ତୁମମାନଙ୍କ ପାଇଁ ମୁଁ କିଛି କର୍ମ କରିବାକୁ ଚାହୁଁଛି। ଯଦି ଆମେ କର୍ମ ନ କରିବା ଆମକୁ ପଇସା ଦେବ କିଏ ସେ? ସେଥିପାଇଁ ମୁଁ ଜଙ୍ଗଲକୁ ଯାଇଥିଲି ପ୍ରତ୍ୟେକ ବେଲଗଛ ଦେଖିକି ଆସିବି ଏବଂ ସେଥିରୁ କିଛି ପତ୍ର ମୋର ଦରକାର। କ'ଣ ପାଇଁ? ଆଗକୁ ଜାଗର ଆସୁଛି। ଜାଗରରେ ଶିବଙ୍କୁ ବହୁତ ପସନ୍ଦ ବେଲପତ୍ର। ସେଥିପାଇଁ ବେଲପତ୍ର ଆଣିବି, ବଗିଚାରୁ କିଛି ଫୁଲ ତୋଳିବି, ମାଳ କରିବି, ମନ୍ଦିର ସାଇଡ଼ରେ ବସିକି ବିକ୍ରି କରିବି। ସେଥିପାଇଁ ମୁଁ ଜଙ୍ଗଲକୁ ଯାଇଥିଲି ତୁମମାନଙ୍କୁ ନେଇକି। କିନ୍ତୁ ମାଆ, ଶିବଙ୍କୁ କ'ଣ ବହୁତ ପସନ୍ଦ ବେଲପତ୍ର? ତୁମେମାନେ କ'ଣ ଜାଣିନ ଶିବଙ୍କୁ ବହୁତ ପସନ୍ଦ ବେଲପତ୍ର? ମାଆ, ବେଲପତ୍ର ଶିବଙ୍କୁ କାହିଁକି ପସନ୍ଦ? ତୁମେ ଆମକୁ ଏହି କଥା କହିପାରିବ? ଠିକ୍ ଅଛି, ତୁମେମାନେ ମୋ ପାଖରେ ବସିଲେ ଶାନ୍ତିରେ ମୁଁ ତୁମମାନଙ୍କୁ କହିବି। ମାଆ, ଆମେ ଏ ବିଷୟରେ ଜାଣିବାକୁ ଚାହୁଁଛୁ। ଯଦି ତୁମେ ଆମକୁ କହିବ ଆମେ ବହୁତ ଖୁସି ଅନୁଭବ କରିବୁ। ଠିକ୍ ଅଛି, ତୁମମାନଙ୍କୁ ମୁଁ ନିଶ୍ଚିନ୍ତ କହିବି। ହିମାଳୟର କୈଳାସ ପର୍ବତରେ ବିରାଜମାନ କରୁଥିଲେ ଭୋଳାନାଥ ମହାଦେବ। ସେ ସମୟରେ ଦେବତା, ଦାନବ ଓ ମନୁଷ୍ୟ ସମସ୍ତଙ୍କ ଜୀବନ ଭକ୍ତି ଓ କର୍ମରେ ପରିପୂର୍ଣ୍ଣ ଥିଲା। ସମୁଦ୍ର ମନ୍ଥନର ଭୟାବହ ଘଟଣା। ଦେବତା ଓ ଅସୁରମାନେ ମିଶି ସମୁଦ୍ର ମନ୍ଥନ କଲେ ଅମୃତ ପାଇବା ଆଶାରେ। ମନ୍ଥନ ହେଲା, କିନ୍ତୁ ପ୍ରଥମେ ବାହାରିଲା ହଳାହଳ ବିଷ, ଯାହା ସମସ୍ତ ସୃଷ୍ଟିକୁ ନଷ୍ଟ କରିଦେବାର ଶକ୍ତି ରଖିଥିଲା। ଦେବତାମାନେ ଭୟଭୀତ ହୋଇ ବ୍ରହ୍ମା ଓ ବିଷ୍ଣୁଙ୍କର ପାଖକୁ ଗଲେ। ସମସ୍ତେ ଏକମାତ୍ର ଆଶ୍ରୟ ଦେଖିଥିଲେ ଭଗବାନ ଶିବ। ଶିବଙ୍କ ତ୍ୟାଗ ସମଗ୍ର ସୃଷ୍ଟିକୁ ରକ୍ଷା କରିପାରିବ। ଶିବ ନିଜେ ହଳାହଳ ବିଷ ପାନ କଲେ, ମାତ୍ର ପାର୍ବତୀ ତୁରନ୍ତ ତାଙ୍କ ଗଳା ଧରି ଦେଇଥିଲେ, ଯାହା ବିଷ ଗଳାରେ ଅଟକି ଯାଇଥିଲା। ସେଥିପାଇଁ ଶିବଙ୍କର ନାମ ଦିଆଯାଇଥିଲା ନୀଳକଣ୍ଠ। କିନ୍ତୁ ବିଷର ତାପ ଶିବଙ୍କୁ ଅତ୍ୟନ୍ତ ପୀଡ଼ା ଦେଉଥିଲା। ବେଲପତ୍ରର ମହିମା। ବେଲପତ୍ରର ମହିମା। ଦେବତାମାନେ, ଋଷି ମୁନି ମାନେ ବନକୁ ଗଲେ, ଖୋଜିଲେ। ବଣ ଭିତରୁ ଶିବଙ୍କୁ କ'ଣ ଶାନ୍ତ କରିପାରିବ? ସେତେବେଳେ ଋଷି ମାର୍କଣ୍ଡେୟ କହିଲେ, ବେଲବୃକ୍ଷର ପତ୍ର ଶିବଙ୍କୁ ଶାନ୍ତ କରିପାରିବ। ପବିତ୍ର
ବେଲବୃକ୍ଷର ପତ୍ର ଶିବଙ୍କୁ ଶାନ୍ତ କରିପାରିବ ଏବଂ ପବିତ୍ର ଓ ଔଷଧୀୟ ଗୁଣରେ ପରିପୂର୍ଣ୍ଣ। ବେଲପତ୍ର ଶିବଙ୍କ ମସ୍ତକ ଉପରେ ଅର୍ପଣ କରାଗଲେ ତାହାର ଶୀତଳତାରେ ଶିବଙ୍କ ବିଷ କ୍ଷଣ କମିଯିବ। ମହାଦେବ ପ୍ରସନ୍ନ ହେଲେ। ତିନି ପତ୍ରର ଅର୍ଥ ବେଲପତ୍ରର ତିନୋଟି ପତ୍ର। ବେଲପତ୍ରର ତିନୋଟି ପତ୍ରର ଅର୍ଥ ଯାହାର ଅର୍ଥ ବ୍ରହ୍ମା ସୃଷ୍ଟି, ବିଷ୍ଣୁ ସଂରକ୍ଷଣ, ମହେଶ୍ୱର ଲୟ। ଅନ୍ୟ ଅର୍ଥରେ ଶ୍ଵେତ, ରଜ, ତମ। ଶିବ କହିଲେ, ଯେ ଭକ୍ତ ଶ୍ରଦ୍ଧା ମନରେ ବେଲପତ୍ର ଅର୍ପଣ କରିବ ତାହାର ସମସ୍ତ ପାପ ନଷ୍ଟ ହେବ। ଗରିବ ଭକ୍ତର କାହାଣୀ ଥିଲା। ଏକ ଗରିବ ଶିକାରୀ ପ୍ରତିଦିନ ଅଜାଣତରେ ବେଲପତ୍ର ଭାଙ୍ଗି ଶିବଙ୍କ ଲିଙ୍ଗ ଉପରେ ପକାଉଥିଲା। ତାହାର ଅଜାଣତରେ ଭକ୍ତିରେ ଶିବ ପ୍ରସନ୍ନ ହୋଇଥିଲେ। ତାଙ୍କୁ ମୁଖ୍ୟ ଦେହ ଶିବଙ୍କ ବରଦାନ। ଶିବ ପ୍ରସନ୍ନ କଲେ। ବେଲପତ୍ର ମୋ ପାଇଁ ସର୍ବପ୍ରିୟ। ଜଳ, ଦୁଧ ଓ ବେଲପତ୍ର ଅର୍ପଣ କରୁଥିବା ଭକ୍ତ ନିଶ୍ଚୟ ମୋ କୃପା ପାଇପାରିବ। ଶିକ୍ଷାରେ ଅଛି, ଏହି କାହାଣୀ ଆମକୁ ଶିଖାଏ ସରଳ ଭକ୍ତି ସର୍ବଶ୍ରେଷ୍ଠ। ମନର ଶ୍ରଦ୍ଧା ହିଁ ପ୍ରଧାନ। ପ୍ରାକୃତିକ ବେଲବୃକ୍ଷ ସହିତ ଧର୍ମର ଗଭୀର ସମ୍ପର୍କ ଅଛି। ତୁମେମାନେ ମୋ କଥାରୁ କିଛି ବୁଝିପାରିଛ? ତୁମେମାନେ ଯଦି ମୋ କଥାରୁ କିଛି ନ ବୁଝିଛ, ମୋତେ ଆଉଥରେ କିଛି ପ୍ରଶ୍ନ କଲେ ମୁଁ ତୁମକୁ କିଛି ବୁଝେଇ କହିବି। ମା, ତୁମର କଥା ଆମେ କିଛି ମାତ୍ରାରେ ବୁଝିଛୁ, ପୁରା କମ୍ପ୍ଲିଟ୍ ବୁଝିନାହୁଁ। ଆମକୁ କିଛି କିଛି କଥା ଆଉଥରେ କୁହ, ତାକି ଆମେ ଭଲ ଭାବରେ ବୁଝିପାରିବୁ। ଠିକ୍ ଅଛି, ତୁମମାନଙ୍କୁ କହୁଛି। ତୁମେମାନେ କହିଲ, ସମୁଦ୍ର ମନ୍ଥନ କିଏ କିଏ କରୁଥିଲେ? ମା, ସମୁଦ୍ର ମନ୍ଥନ ଦେବତା, ଦାନବ ଓ ମନୁଷ୍ୟମାନେ ସମୁଦ୍ର ମନ୍ଥନ କରୁଥିଲେ। ତୁମେମାନେ ଠିକ୍ କହିଛ। ଆଉ କିଛି ମୁଁ ତୁମମାନଙ୍କୁ ପଚାରୁଛି, ତାକି ତୁମେ ବୁଝିପାରିଛ କି ନ ବୁଝିପାରିଛ ମୁଁ ଠିକ୍ ଜାଣିପାରିବି। ସମୁଦ୍ର ମନ୍ଥନ କରିବା ପରେ ସେଥିରୁ କ'ଣ ବାହାରିଥିଲା? ପ୍ରଥମେ ଏଇଟା ତୁମେମାନେ କହିପାରିବ? ମା, ଆମେ ଏଥିରୁ ବୁଝିଥିଲୁ ପ୍ରଥମେ ହଳାହଳ ବିଷ ବାହାରିଥିଲା। ତୁମେମାନେ ଠିକ୍ କହିଛ। ତୁମେମାନେ କହିବ, ଦେବତା, ଦାନବ, ମନୁଷ୍ୟ କେଉଁ କାରଣରୁ ସମୁଦ୍ର ମନ୍ଥନ କରୁଥିଲେ? ମା, ଦେବତା, ଦାନବ, ମନୁଷ୍ୟ ଏଥିପାଇଁ କରୁଥିଲେ, ସମୁଦ୍ର ମନ୍ଥନରୁ ଅମୃତ ପାଇବା ପାଇଁ। କିନ୍ତୁ ସେଥିରୁ ପ୍ରଥମେ ବାହାରିଥିଲା ହଳାହଳ ବିଷ। ତୁମେମାନେ କହୁଛ ବୁଝିପାରିନାହୁଁ, କିନ୍ତୁ ତୁମେମାନେ ଠିକ୍ ବୁଝିଛ। ମୋ କଥା ତୁମେମାନେ ଠିକ୍ ଭାବରେ ବୁଝିପାରିଛ। ଠିକ୍ ଅଛି, ଏବେ ଆଗକୁ କିଛି ମୁଁ ପ୍ରଶ୍ନ ତୁମମାନଙ୍କୁ କରିବି। ହଳାହଳ ବିଷ କୋଉ ଦେବତା ପାନ କରିଥିଲେ? ମା, ହଳାହଳ
ବିଷ ପ୍ରଭୁ ଶିବ ପାନ କରିଥିଲେ। ତୁମେମାନେ ଠିକ୍ କହିଛ। ହଳାହଳ ବିଷ ପିଇ ଏବଂ ପାନ କରି ଶିବଙ୍କୁ ଅଧିକ ଯନ୍ତ୍ରଣା ଦେଉଥିଲା। କିନ୍ତୁ ସେହି ଯନ୍ତ୍ରଣାକୁ କେଉଁ ପତ୍ର ଠିକ୍ କରିପାରିଥିଲା? ମା ସେହି ଯନ୍ତ୍ରଣାକୁ ବେଲପତ୍ର ଠିକ୍ କରିପାରିଥିଲା। ତୁମେମାନେ ଏଇଥିରୁ କିଛି ବୁଝିପାରିଛ। ତୁମେମାନେ ଜାଣିପାରିଲ ଭଗବାନଙ୍କୁ ଏଥିପାଇଁ ବେଲପତ୍ର ବହୁତ ପସନ୍ଦ। ଯଦି ଆମେ ମେଡ଼ିସିନ ଖାଉଛେ, ଯେଉଁ ମେଡ଼ିସିନରେ ଆମର ଦେହ ଭଲ ହୁଏ, ଆମେ ସେଇ ମେଡ଼ିସିନକୁ ଆଉଥରେ ଆଣିବାକୁ ଚେଷ୍ଟା କରୁ। ସେମିତି ଭଗବାନଙ୍କ କଷ୍ଟ ଟାଇମରେ ବେଲପତ୍ରରେ ତାଙ୍କର ଯନ୍ତ୍ରଣା ଠିକ୍ ହୋଇଯାଇଥିବାରୁ ସେଥିପାଇଁ ଭଗବାନ ଶିବ ବେଲପତ୍ରକୁ ବହୁତ ପସନ୍ଦ କରନ୍ତି। କାହିଁକି ନା ବିପଦରେ ପଡ଼ିଥିବା ଟାଇମରେ ଯେଉଁମାନେ ସାହାଯ୍ୟ କରନ୍ତି ସିଏ ହେଉଛି ପ୍ରକୃତ ବନ୍ଧୁ। ଶିବଙ୍କ ବିପଦ ଟାଇମରେ ବେଲପତ୍ରର ସାହାଯ୍ୟ ନେଇଥିଲେ ଏବଂ ତାଙ୍କ ଯନ୍ତ୍ରଣା କମିଯାଇଥିଲା। ସେବେଠାରୁ ସେ ବେଲପତ୍ରକୁ ବହୁତ ଭଲ ପାଆନ୍ତି। ତୁମେମାନେ ଏଇଥିରୁ କିଛି ବୁଝିପାରିଥିବ ନିଶ୍ଚିନ୍ତ। ମା, ଆମେ ତୁମଠାରୁ ଏହି କଥା ଶୁଣିକି ବହୁତ ଖୁସି ଲାଗିଲା। କାହିଁକି ନା ଏ ବିଷୟରେ ଆମକୁ କେହି ବି କହିନଥିଲେ ବେଲପତ୍ରର ରହସ୍ୟ ବିଷୟରେ। ଠିକ୍ ଅଛି, ଯଦି ଆମ ସାଙ୍ଗ ପିଲା କେହି ବି ପଚାରନ୍ତି ଭଗବାନ ଶିବଙ୍କୁ ବେଲପତ୍ର କାହିଁକି ପସନ୍ଦ, ତ ଆମେ ସାଙ୍ଗେ ସାଙ୍ଗେ ତାର ଆନ୍ସର ଆମେ ସେମାନଙ୍କୁ ଦେଇପାରିବୁ। ବେଲପତ୍ରରେ କେତୋଟି ପାଖୁଡ଼ା ଅଛି ତୁମେମାନେ ନିଶ୍ଚିନ୍ତ ଦେଖିଥିବ। ଠିକ୍ ଅଛି, ସେହି ପାଖୁଡ଼ାର ନାମ ସବୁ ତୁମେମାନେ ଜାଣିଛ। ମା, ଆମେ ତୁମଠାରୁ ଯେତିକି ଜାଣିଛୁ, ଗୋଟେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତିନୋଟି ପତ୍ରର ନାମ ଏବଂ ସେହି ପତ୍ର ସୃଷ୍ଟି, ସଂରକ୍ଷଣ, ଲୟ। ସେହି ତିନୋଟି ପତ୍ରର ନାମ। ଠିକ୍ ଅଛି, ତୁମେମାନେ ମୋତେ କହିଲ ଭଗବାନ ଶିବଙ୍କ ବିଷୟରେ କିଛି କହିବା ପାଇଁ ମୁଁ ତୁମକୁ ଶୁଣେଇଲି ଏବଂ ମୋର କାମ ବହୁତ ଅଛି, ମୋତେ କରିବାକୁ ପଡ଼ିବ। ତୁମେମାନେ ଟ୍ୟୁସନ୍ ପାଠ, ସ୍କୁଲ ପାଠ କରିବାକୁ ପଡ଼ିବ। ତୁମେମାନେ ନ କରିଲେ ଟ୍ୟୁସନ୍ ସ୍କୁଲରେ ବହୁତ କଥା ଗାଳି ଶୁଣିବାକୁ ପଡ଼ିବ, ମାଡ଼ ମଧ୍ୟ ଖାଇବ। ସେଥିପାଇଁ ମୁଁ ମୋ କାମ କରୁଛି। ତୁମେମାନେ ତୁମ କାମ କେଉଁଭଳି ଭାବରେ ଜଲ୍ଦି ଶେଷ କରିପାରିବ, ଠିକ୍ ସେଇଭଳି ଭାବରେ କର। କାହିଁକି ନା ଯଦି ଆମେ ନିଜ କର୍ମ ନିଜେ ଠିକ୍ ଭାବରେ ନ କରିବା, ଆଗକୁ ଆମକୁ ବହୁତ କଷ୍ଟ ଦେବ ସେହି କାମ। ଯେଉଁ ଟାଇମରେ ଯେଉଁ କାମ ନ ଶେଷ କରିବା, ତାହେଲେ ଆଗକୁ ଆମକୁ ଆମ ପାଖର ଏବେର କାମ ଆଗକୁ ଯଦି କରିବା, ସେ କାମ ଆମକୁ ବହୁତ ବଡ଼ ଲାଗିବ। ସେଥିପାଇଁ ନିଜ କାମ ନିଜେ ଜଲ୍ଦି ଜଲ୍ଦି ଶେଷ କରିବା ନିହାତି ଆବଶ୍ୟକ। ଠିକ୍ ଅଛି, ତୁମେମାନେ ମୋ ଠାରୁ କିଛି ବୁଝିପାରିଲ? ହଉ, ଏବେ ତୁମମାନଙ୍କୁ କହୁଛି, ଆଗକୁ ଜାଗର ଆସୁଛି। ଜାଗର ପାଇଁ ଆମେମାନେ ପ୍ରସ୍ତୁତ ରହିବା। କ'ଣ, ତୁମେମାନେ ତ ସ୍କୁଲ ଟ୍ୟୁସନ୍ ଯିବ, କିନ୍ତୁ ମୁଁ ପ୍ରସ୍ତୁତ ହେବି
ପତ୍ର ବେଲପତ୍ର ଆଣି ସଜେଇବି ଏବଂ କିଛି ଦୀପ ବଗିଚାରୁ ଫୁଲ ସବୁ ସଜଡ଼ା ସଜଡ଼ି କରିବି। ସାମଗ୍ରୀ ସଜଡ଼ା ସଜଡ଼ି କରିକି ମୁଁ ନିଜେ ଭଗବାନ ଶିବଙ୍କୁ କିଛି ଅର୍ପଣ କରିବି ଏବଂ କିଛି ବିକ୍ରି କରିବି। ସେଥିପାଇଁ କିଛି କର୍ମ ମୋତେ କରିବାକୁ ପଡ଼ିବ। ତୁମମାନଙ୍କୁ ଛୋଟରୁ ବଡ଼ କରିବି, ଭଲ ପାଠ ପଢ଼େଇବି। ଆଗକୁ ତମେ ଗୋଟେ ବଡ଼ ମଣିଷ ହୋଇ ମୋ ସାମ୍ନାରେ ଠିଆ ହେବ। ମୁଁ ସେତେବେଳେ ବହୁତ ଖୁସି ଅନୁଭବ କରିବି। ଠିକ୍ ଅଛି।